ଶ୍ରୀମଦ୍ ଭାଗବତ ତୃତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟ। ଏବେ ବିଦୁର ଶୁଣ ସୁଖେ ଯେ ଯଦୁ ରାଜା ରାତ୍ର ମୁଖେ ବାରୁଣୀ ମଧ୍ୟ କଲେ ପାନ, ତେଣୁ ହୋଇଲେ ହତଜ୍ଞାନ। ମନ ହରିଲେ ମଧ୍ୟ ଦୋଷେ, ଭୋଳ ହୋଇଲେ ବୁଦ୍ଧି ଭ୍ରସେ। ମର୍ମ ବେଦନ ଦୁଷ୍ଟ ବାକ୍ୟ କନ୍ଦଳ କଲେ ଏକେ ଏକେ। ରଜନୀ ଅର୍ଦ୍ଧେ ଯଦୁ ବଳେ କନ୍ଦଳ ଯୁଦ୍ଧେ ନାଶ ଗଲେ। ତତ୍କ୍ଷଣେ ଆତ୍ମା ମାୟା ଗତି ବିଶ୍ୱାସ ପ୍ରଭୁ ଦାସରଥି। ମିଳିଲେ ସରସ୍ୱତୀ କୂଳେ ବଳେ ଅସ୍ୱସ୍ଥ ତରୁ ମୂଳେ। ନିଜ ବଂଶର ବଧ ପାଇଁ ଆଜ୍ଞା ଯେ ଦେଲେ ଭାବଗ୍ରାହୀ। ମୋତେ ବଇଲେ ସୁଖ ମନେ ଚଳ ତୁ ବଦରିକାଶ୍ରମେ। କିନ୍ତୁ ମୁଁ ତାଙ୍କ କୂଳ କ୍ଷୟ ବୁଝିପାରିଲି ଅଭିପ୍ରାୟ। ତାହାଙ୍କ ପଦ ବିଶେଷଣ ସହଜେ ହୋଇ ମୁଁ ଅକ୍ଷମ। ତତ୍କ୍ଷଣେ କୃଷ୍ଣ ଆଜ୍ଞା ପାଇ ପଦ କମଳେ ମନ ଦେଇ। ତୀର୍ଥଗମନେ କରି ମନ ଚାହିଁଲେ କୃଷ୍ଣର ବଦନ। ଶ୍ୟାମ ସୁନ୍ଦର କୃଷ୍ଣ ବନ ପ୍ରଶାନ୍ତେ ଅରୁଣ ଲୋଚନ। ଚତୁର ଭୁଜ ଶସ୍ତ୍ର ସୋହେ ପୀତ ବସନ ମନ ମୋହେ। ଦକ୍ଷିଣ ପାଦ ବାମ ଜଙ୍ଘେ ତୃତୀୟାସନ ମନ ରଙ୍ଗେ। ଏବେ ହ କୁରୁବୀର ଶୁଣ ମୈତ୍ରୀୟ ମିଳିଲେ ତତ୍କ୍ଷଣ। ବ୍ୟାସ ମୁନିଙ୍କ ସଖା ହୁଅନ୍ତି ଆନନ୍ଦେ ଭୁବନେ ଭ୍ରମନ୍ତି। ତତ୍କ୍ଷଣେ କୃଷ୍ଣ ପାଶ ଯାଇ ପାଦେ ନମିଲେ ଶିର ଦେଇ। ମୁନିଗଣଙ୍କ ଅନୁରାଗେ ସେବା ଯେବା କହିଲେ କୃଷ୍ଣ ଭାବେ। ମୈତ୍ରୀୟ ଶୁଣ ମୋ ବଚନ ମୁହିଁ ଜାଣଇ ତୋର ମନ। ଦୁର୍ଲଭ ଜ୍ଞାନ ଦେବି ତୋତେ ସଂସାରୁ ତରିବ ଯେମନ୍ତେ। ପୂର୍ବେ ବ୍ରହ୍ମାର ଯଜ୍ଞଶାଳେ ସକଳ ବସି ଏକ ମେଳେ। ଲଭିଲେ ଯୋଗ ଅଷ୍ଟନିଧି ମୋର ଚରଣେ ଜ୍ଞାନ ବଧି। ଏ ଯୋଗ ସର୍ବ ପୂର୍ବେ ସିଦ୍ଧି ଯଜ୍ଞ ପ୍ରକାରେ ସର୍ବସାଧି। ତହିଁ ବୈରାଗ୍ୟ ଦୃଢ଼ ଚିନ୍ତି ଯେ ପ୍ରାଣୀ ସ୍ୱଧର୍ମ ଛାଡ଼ନ୍ତି। ବିଷୟ ରସ ଭୋଗ ଚିନ୍ତି ଶୁଣ ସନକ ଜ୍ଞାନ ଚିନ୍ତି। ଭକ୍ତି ବୈରାଗ୍ୟ ତାର ନାହିଁ ଯେବା ଲଭିବେ ଅବା କାହିଁ। ଏ ଜ୍ଞାନ ବ୍ରହ୍ମାର ସମୀପେ ମୁହିଁ କହିଲି ପଦ୍ମକଳ୍ପେ। ତା ବ୍ରହ୍ମ ଜ୍ଞାନର ମହିମା କରନ୍ତି ଯାର ଆନସୀମା। ଏଣୁ ପଣ୍ଡିତ ମୁନି ଜନେ ଦୃଢ଼େ ବିଚାରି ଅନୁମାନେ। ଏ ଭାଗବତ ଧର୍ମ ଚିନ୍ତି ଏ ଭବ ଜଳୁ ତରି ଯାନ୍ତି। ଏମନ୍ତ ପରମ ବଚନ ଅମୃତ ଶୁଣି ମୋର ମନ। ତା ହନୁମାନ ଅନୁକ୍ଷଣେ କଳ୍ପିଲା ତାହାର ସ୍ମରଣେ। ପୃଷ୍ଠର ସ୍ନେହ ମୋହ ଦେହି ଲୋମ ପୁଲକେ ତନୁ ବହି। କର ଯୁଗଳେ ଦେଇ ମୁଣ୍ଡ କହେ ଯେ ବାଳକର ତୁଣ୍ଡେ। କର ଯୁଗଳ ଦେଇ ମୁଣ୍ଡେ କହେ ସେ ବାଳକର ତୁଣ୍ଡେ। ଭୋ ନାଥ ମୋର ପାଦ ପଦ୍ମେ ଯେ ପ୍ରାଣୀ କରି ଭଜିଲେ ଆନନ୍ଦେ। ତାଙ୍କୁ ଏ ଅଶେଷ ଜଗତ ଧର୍ମାର୍ଥ କାମ ମୁଖ୍ୟ ଅର୍ଥ। ଦୁର୍ଲଭ ନୁହେଁ ଲଭିବାର ଏ ନିଶ୍ଚୟ ମୋହର ବିଚାର। ମୋହର ଏଣେ ଆଶା ନାହିଁ ତଥାପି ତୋ ପାଦ ଲଭଇ। ନିଷ୍କ୍ରିୟ ହୋଇ କର୍ମ କରୁ ଅଜ ହୋଇଣ ଦେହ ଧରୁ। ତୁ ନିଜେ କାଳରୁ ପି ହୋଇ ଶତ୍ରୁ ଭୟରେ ଦୁର୍ଗାଧ୍ୟାୟୀ। ତୁ ନିଜେ ଆତ୍ମାହତ ହୋଇ ବହୁ ସ୍ଥିରୀରେ ମନ ଦେଇ। ଏସବୁ ବ୍ୟାପାର ଦେଖିଣ ପଣ୍ଡିତ ହେଲେ ହତଜ୍ଞାନ। ମନ୍ତ୍ରଣା ଅର୍ଥେ ମୋତେ ରାଇ ଆଗରେ ସମୀପେ ବସାଇ। ସ୍ୱଭାବେ ଆକୁଣ୍ଠିତ ବୁଦ୍ଧି ଅଖଣ୍ଡ ଆତ୍ମାଜ୍ଞାନ ସିଦ୍ଧି। ସର୍ବଜ୍ଞ ବାକ୍ୟ ଯାର ତହିଁ ସେ କିମ୍ପା ମୋତେ ପଚାରଇ। ଏଣୁ ମୋ ମନେ ଖେଦ ପାଇ ତୋ ମାୟା ଗଗନେ ଭ୍ରମଇ। ଯେ ଆତ୍ମାଜ୍ଞାନ ତୁ ଏକାନ୍ତେ କହିଲୁ ବ୍ରହ୍ମାର ଅଗ୍ରତେ। ମୁଁ ଯେତେ ଶୁଣିବାକୁ କ୍ଷମ କହ ହେ ପୁରୁଷ ଉତ୍ତମ। ଯେ ଜ୍ଞାନ ମାର୍ଗେ ତୋତେ ଚିନ୍ତି ହେ ମାୟା ସଂସାରୁ ତରନ୍ତି। ଏମନ୍ତ ପଚାରନ୍ତେ ମୁହିଁ ସେ କୃଷ୍ଣ ମୋତେ ଦୟା ବହି। ମାୟାରେ ତହିଁ ନିଜ ଜ୍ଞାନ କହିଲେ କମଳ ଲୋଚନ। ଯେ ତୀର୍ଥ ପାଦ ଜଗନ୍ନାଥ ମୋହର ହୃଦୟ ଆରାଧିତ। ସେ ହରି ଗୁରୁ ଜ୍ଞାନ ପାଇ ଶ୍ରୀପାଦ ପଦ୍ମେ ଶିର ଦେଇ। ତାର ବିଚ୍ଛେଦ ଆତ୍ମା ମୋର କ୍ଷଣେ ହୃଦୟ ନୁହେଁ ସ୍ଥିର। ତାର ବିୟୋଗେ ଆତ ଜାତ ତା ପାଦେ ଦେଖିବା ନିମନ୍ତ। ବଦ୍ରିକାଶ୍ରମ ମଣ୍ଡଳେ ନର ନାରାୟଣଙ୍କ ମୂଳେ। ଏ ନର ଲୋକେ ଶୁଦ୍ଧି ଅର୍ଥେ ତପ ଆରାଧି ଦୃଢ଼ ଚିତ୍ତେ। ଅଛନ୍ତି ନର ନାରାୟଣ ସୁଖ ବୋଲନ୍ତି ରାଏ ଶୁଣ। ଶ୍ରୀ ଶୁକ ବାଚ ଏମନ୍ତ ବନ୍ଧୁଜନ ବାଣୀ ଉଦ୍ଧବ ମୁଖୁ ତାହା ଶୁଣି। ଦୁଃସହ ଦୁଃଖ ମନ ସ୍ଥିର ସେ ଜ୍ଞାନ ହରିଲା ବିଦୁର। କହିଣ ଉଦ୍ଧବ ଅବଚଳନ୍ତେ ବିଦୁର ପଡ଼େ ପାଦ ଗତେ। ପୁଣି ବିଶ୍ୱାସେ ତାଙ୍କୁ କହି ବୋଲେ ଚରଣେ ଶିର ଦେଇ।
ବିଦୁର ବାଚ ଉଦ୍ଧବ ଶୁଣ ବଚନ ତୋର ଠାକୁର ଭଗବାନ ଯେ ଜ୍ଞାନ କହିଛନ୍ତି ତୋତେ ଉଦ୍ଧବ କହ ମୋ ଅଗ୍ରତେ ଯେନର ଜ୍ଞାନ ଧ୍ୟାନ ଭୋଳେ ପଶନ୍ତି ତାର ପାଦ କମଳେ ତା ପାଦ କମଳ ଉଦ୍ଧବ ବାଚ ଶୁଣ ବିଦୁର ମୋ ବଚନ ଯେ ଯୋଗୀଶ୍ୱର ତତ୍ତ୍ୱ ଜ୍ଞାନ ଜୀବନ ଛାଡ଼ିବାର ବେଳେ ମତ୍ରିୟ ମୁନିଙ୍କ ସୁମଳେ ସମ୍ପୂର୍ଣ୍ଣ ଜ୍ଞାନ ତାଙ୍କୁ ଦେଲେ ନିଜ ଭୁବନେ ବିଜେ କଲେ ତୁ ଏବେ ଚଳ ତାର ପାଶେ ନିର୍ମଳ ଭକ୍ତି ଉପଦେଶେ ସେ ତୋତେ ଦେବେ ଦିବ୍ୟ ଜ୍ଞାନ ଏମନ୍ତେ କହିବେନି ଜନ ପୁଳି ନ ବଞ୍ଚିଲେ ରଜନୀ ନିଶ୍ଚଳେ ହରି ଭାବ ଘେନି ବନ୍ଧୁ ବିଯୋଗ ପାଶରିଲେ କୃଷ୍ଣ ଚରଣ ଧ୍ୟାନ କଲେ ଏମନ୍ତ ପାହିଲା ରଜନୀ କୃଷ୍ଣ ଭକତି ଭାବ ଘେନି ଉଦ୍ଧବ ଗଲା ଦୋଷ ମନେ ମିଳିଲା ବଦରିକାଶ୍ରମୀ ପରୀକ୍ଷେ ସୁକମୁନି କହି ଭାବେ ଚରଣେ ଶିର ଦେଇ ଭୋନାଥ ସମ୍ଭବ ବାଣୀ ମୁହିଁ ଯେ ତୁମ୍ଭ ମୁଖ ଶୁଣି ସଂଶୟ ହୋଇଲା ମବନ ପୁଚ୍ଛଇ ତୁମ୍ଭ ସନିଧାନ ବ୍ରାହ୍ମଣ ସାପେ ଯଦୁବେଳେ ନାସିଲେ ରଣ ମଦ ବଳେ ରଥି ଯେ ଯୁଥପତି କେବେ ହେନ୍ ରଣେ ନ ହାରନ୍ତି ଉଦ୍ଧବ ଚଳିଲେ ତେମନ୍ତ ଏ ବଡ଼ ସଂଶୟ ମଚିତେ ଉଦ୍ଧବ ଚଳିଲେ କେମନ୍ତେ ଏ ବଡ଼ ସଂଶୟ ମଚିତେ ଯହୁଁ ଗୋବିନ୍ଦ ଦେହ ଗଲା କେମନ୍ତେ ଉଦ୍ଧବ ରହିଲା ଶ୍ରୀ ସୁକବାଚ ଶୁଣି କହନ୍ତି ସୁକମୁନି ଆନନ୍ଦେ କୃଷ୍ଣ ଭାବ ଘେନି ବ୍ରାହ୍ମଣ ବାକ୍ୟ ଉପଦେଶେ ନିଶ୍ଚୟ ଦହିବୁ ଯଦୁ ବଂଶେ ଏମନ୍ତ ଭାଳି ଭାବଗ୍ରାହୀ ନିକଟେ ଉଦ୍ଧବ ବସାଇ ଆତ୍ମାର ତାରଣ ପ୍ରମାଣୀ ମନେ ଚିନ୍ତିଲେ ଚକ୍ରପାଣି ଏମର ତତ୍ତ୍ୱଜ୍ଞାନ ଫଳେ ମୋ ସଙ୍ଗେ ଜୀବ ମୁହିଁ ଗଲେ ଏ ଜ୍ଞାନ ଦେଲେ ମୁଁ ଉଦ୍ଧବେ ପ୍ରାଣୀ ତରିବେ ଏହି ଭାବେ ଏମନ୍ତ ମନେ ବିଚାରିଲେ ଉଦ୍ଧବ ତତ୍ତ୍ୱଜ୍ଞାନ ଦେଲେ ବୋଇଲେ ସାଧୁ ତତ୍ତ୍ୱଜ୍ଞାନ ଏବେ ଉଦ୍ଧବ ମୋର ସମ ଏ ଆଜ୍ଞା ପ୍ରାଣୀକୁ ବୁଝାଇ ଏଣୁ ତୁ ନର ଲୋକେ ରହି ଏଣୁ ତ୍ରିଲୋକ୍ୟ ଗୁରୁ ହରି ଜ୍ଞାନେ ଉଦ୍ଧବଙ୍କୁ ଉଦ୍ଧାରି ଏଣୁ ଗୋବିନ୍ଦ ବୋଲେ ଗଲା ବଦ୍ରିକାଶ୍ରମେ ମିଳିଲା ସମାଧି କରି ଘୋର ବନେ ପଶିଲା କୃଷ୍ଣର ଚରଣେ ଏମନ୍ତ ଉଦ୍ଧବର ବାଣୀ ବିଦୁର ସାବଧାନେ ଶୁଣି କୃଷ୍ଣର ଲୀଳା ଅବତାର ଯେ ଗୁଣ ଗାଥା ସୂକ୍ଷ୍ମ ସାର ଶରୀର ଛାଡ଼ିଲା ଯେମନ୍ତ ଏ ସର୍ବ କଥା ସ୍ମରିଚିତେ କୃଷ୍ଣର ସ୍ନେହବନ୍ଧ କ୍ଷଣ ଚଳନ୍ତେ କରଇ ରୋଦନ କେତେ ହେଁ ଦିନେ ଦିନେ ଗଲା କାଳନ୍ଦୀ ନିକଟେ ମିଳିଲା ତଉଁ ଚଳିଲା ଗଙ୍ଗା ତୀରେ ମୈତ୍ରୀୟ ମୁନି ଅନୁସାରେ କହଇ ବିପ୍ର ଜଗନ୍ନାଥ ତୃତୀୟ ସ୍କନ୍ଧେ ଭାଗବତ ବିଦୁର ଉଦ୍ଧବ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ ସୁଜନେ ଏଣେ ଦିନ ବଞ୍ଚ କୃଷ୍ଣ ଭକତି ହୃଦୟ ସଞ୍ଚ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମାଂଶ ସଂହିତାଏ 82 ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ନାମ ଚତୁର୍ଥୋଧ୍ୟାୟ ତୃତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟ ଶ୍ରୀଶୁକ ଉବାଚ ଶୁଣ ହେ କୁରୁ ନୃପବର ଗଙ୍ଗାର ତୀର ଯେ ସେ ବିଦୁର ସେ ଗଙ୍ଗା ତୀର ଉପବନେ ଦୃଢ଼ ନିଶ୍ଚଳ ଜଗଧ୍ୟାନେ ଅଗାଧ ବୋଧେ ସାଧେ ଋଷି ବୃକ୍ଷର ତଳେ ସେହୁ ବସି ମୈତ୍ରେୟ ନାମ ତାହାଙ୍କର ତେଜେ ଉଦୟ କି ଭାସ୍କର ତାଙ୍କ ସମୀପେ ବେଗେ ଯାଇ ନିମିଷେ ମାତ୍ର ସେହୁ ରହି ବିଦୁର ଉବାଚ ସୁଖେ ଚିନ୍ତନେ ସୁଖ ବଲ୍ଲଭେ କହ ଏ ବଣ ପ୍ରସ୍ତାବେ କୃଷ୍ଣ ବିମୁଖେ ଯେତେ ନର କର୍ମ ସ୍ୱଭାବେ ତାହାଙ୍କର କାହିଁ ପାଇବେ ସୁଖ ବାଞ୍ଚା କୁଣ୍ଠିତ କର୍ମ ଗୁରୁ ଦୀକ୍ଷା ପୃଷ୍ଠର ଅନୁଗ୍ରହୀ ଜନେ ଭୂତ ଭବିଷ୍ୟ ବର୍ତ୍ତମାନେ କୁଶଳ କର୍ମ ଆଚରନ୍ତି କ୍ଷମ କୁଶଳେ ସେ ଭୁଞ୍ଜନ୍ତି ସୁସାଧୁ ଜନଙ୍କର ସାର କହ ତୁ ସାଧୁଙ୍କ ବିଚାର ଯେମନ୍ତ ଧର୍ମକୁ ଆରଧି ପ୍ରାଣୀ ଲଭନ୍ତି ସର୍ବସିଦ୍ଧି ସେ ହରି ଥାଇ ଅନୁମତେ ଭକତ ଭାବ ହୃଦ ଗତେ ନିର୍ମଳ ଚିତେ ଜ୍ଞାନ କହେ
जन्म मरण पाप दहे से हरि नाना अवतारे संसार केते कर्म करे स्वभावे त्रिलोक्य ईश्वर ब्रह्मा शंकरे अगोचर स्वभावे चेष्टा जार नाही किंपा संसार सर्जई ब्रह्मांड करी नाना मूर्ति से जीव जेमंत जियंती जीवଙ୍କ मध्ये सुखे सोए केवल आत्मा सुखमये जोगीश्वरीଙ୍କ हृदय से स्वभावे रहे को आसे बहु प्रकारे प्रकाश रवि जेसन शून्य थाई किबा बिहरे ए जगते रूप प्रकाशे बहुमते कर्म करई ए जगते गोविंद प्रसन्न रथे से हरि चरित अमृत शुणी संतोष नुहे चित ए आदि लोकनाथ हरि जे अबा तत्व आश्रा करी लोक आलोक रक्षा पाल जे बा भुवन मंडल नाना प्रकारे भेद करी प्राणी को कर्मे सूत्र धरी से नारायण आत्मजनी विश्व सर्जई ताहा घेनी एकथा कह मुनि मते एकथा कह मुनि मते संसारु तरिबी जेमते अपरापर कथा जेते गोविंद चरित जेमते व्यासंक मुखु अनुक्षणे शुणिछि तृषित श्रवणे अल्प सुखे जा लक्षण से काहि हरिव ममन कृष्ण चरित तीर्थ पद हरई विषया विषाद सकल पुच्छ मुनि गणे जार चरित अनुक्षणे स्तुति करती आत्मा भावे केवल आत्मज्ञान लभे से कथा पशिकन द्वारे सुतीक्षण चक्र घेनी करे से कर्म गृह बंधे थाई त्रिगुण रज्जु गले देई जन्म मरण मार्गे टाणे से कर्म छिड़े तत्क्षणे एमंत कृष्ण कथा जेते कहिले मैत्रय अग्रते जहाँ शुणिले कर्म पथे मन न रहे अबा दुखे जहाँ शुणते नीति नीति निबड़े बड़ई पिरती से हरि श्रवण कथने जे प्राणी बंचे अनुक्षणे सकल दुख तार हरे रवि जेसन अंधकारे से हरि कथने विमुख तार जीवन व्यर्थ देख ताहार मंगल श्रुति सकन सकाशु नासे जाती विकल्प कल्प सूचि घर सकल कथा मध्य सार पुष्पर रस मधु जेने मधुर उद्धरी मधु करे पाने एणु गोविंद कथा जेते आगम निगम उकते उद्धरी कह विप्रमते जीवर मुख्य आत्मा तोते सृष्टि पालन संहारणे से हरि आत्मा मुख्य गणे नाना प्रकारे शक्ति धरे अशेष शरीर विहरे आत्मा पुरुष कर्म करे आनंद संसारे विहरे ताहार गुण कर्म जेते भूमनि कहम अग्रते एमंत विदुरर बाणी आनंदे मैत्रेय शुणी ए जीवन स्तरे जेमंत कहती विदुर अग्रते ए जीव विस्तरे जेमंते कहती विदुर अग्रते मैत्रेय उवाच विदुर साधुत वचन जेणे च तरिबे दुखी जन एकथा हरिपारायण विस्तारी पुछुतु कारण व्यासर बीर्जेतु स्वभावे जन्म लभिलु हरि भावे सुतिर गर्भे तोर जात एणु तु व्यासंकर सुत से विप्र साप मुख्य अर्थे हरि भजिलु अविरते से हरि प्राण त्याग काले बने पिपल वृक्ष मूले तोहर अर्थे मते ज्ञान कहिले देवकी नंदन से फल तोते मु कहिबी शुणंता प्राणी निस्तरिबी से हरि जोग माया बले लीला विहरे शयले विश्व सर्जन करे हरि से जे रूपे जेबा कर्मे करी सृष्टिर काले भगवान आत्मा को आत्मा रूपे ध्यान करिण देख क्षति से पुणी आत्मज्ञाने थांती विशेष शक्ति तार देहे रही आत्मज्ञान मुहे से शक्ति बड़े ज्ञान स्मरी तत्क्षणे माय रूप धरी सत सत आत्मा जार जे भावे स्थिति ए संसार से माया बड़े विधि रूपे त्रिगुण माया गुण सुखे पुरुषे रूप बीर्ज थाई से बीर्ज सुखे प्रकाशई
ବଳେ କାଳ ବଳ ମହତ ହୃଦୟ ନିଶ୍ଚଳ। ସେ ଦିବ୍ୟ ଗୁଣ କାଳ ଅଂଶ ଅନ୍ଧାରେ ଜେନେର ବିଦୃଶ୍ୟ। ଆତ୍ମାର ଆତ୍ମାଜ୍ଞାନ ବଳେ ଲହରୀ ଜେନେ ସିନ୍ଧୁ ଜଳେ। ସେ ପୁଣି ଈଶ୍ୱରର ଇଚ୍ଛା ତହୁଁ ପୂଜେ ସୃଷ୍ଟି ଦୀକ୍ଷା। ତାର ବିକାରୁ ଅହଙ୍କାର ତତ୍କ୍ଷଣେ ହୋଇଲା ବାହାର। କାର୍ଯ୍ୟକାରଣେ ତାର ଦେହେ ଭୂତ ଇନ୍ଦ୍ରିୟ ମନମୟେ। ବିକାର ରାଜସ ତାମସ ତିନି ରୂପେ ତା ପ୍ରକାଶ। ସେ ପୁଣି ବିଷ୍ଣୁ ମାୟା ବଳେ ଜଳଦ ବୃଷ୍ଟି ଜେନେ ଜଳେ। ମନୁ ପୂଜିଲା ତତ୍କ୍ଷଣେ ଇନ୍ଦ୍ରିୟ ଦେବଙ୍କ କାରଣେ। ତେଣୁ ପ୍ରକାଶେ ଇନ୍ଦ୍ରଗଣ ସେ ଜ୍ଞାନ ପରମ କାରଣ। ମନୁ ପୂଜିଲା ଶରୀର ଶବ୍ଦ ସ୍ମରଣ ରୂପହର। ଏ ଗ୍ରନ୍ଥ ସଂଖ୍ୟା ଗୁଣ ମିଶି ତତ୍କ୍ଷଣେ ଗଗନେ ପ୍ରକାଶୀ। ଏକାଳେ ମାୟା ରୂପ ଅଂଶେ ବିଷ୍ଣୁ ସ୍ୱରୂପ ଦୃଶ୍ୟାଦୃଶ୍ୟେ। ତହିଁ ଶବଦ ଗୁଣ ଥାଇ ଶୂନ୍ୟ ଶବଦ ପ୍ରକାଶଇ। ଯାହାର ତହୁଁ ବେନି ଗୁଣ ଶବଦ ସ୍ୱରୂପ ଲକ୍ଷଣ। ସେ ପୁଣ୍ୟ ବଳେ ବିକଶିତ ଜ୍ୟୋତି ତାହାର ତନୁଜାତ। ସେ ଜ୍ୟୋତି ରୂପ ମଧ୍ୟରେ ଥାଇ ସର୍ବ ଶରୀର ରସ ପାଇ। ବାୟୁ ବିକାର ଜେନେ ଜଳ ସର୍ବ ଶରୀର ରସ ମୂଳ। ଏ ତିନି ଗୁଣ ଜଳେ ଥୋଇ ଭୂମି ପୂଜେ ଜଳେ ଥାଇ ଏମନ୍ତ ସୂର୍ଯ୍ୟ ପରିବାର ଭୂତ ଇନ୍ଦ୍ରିୟଙ୍କ ଈଶ୍ୱର। ତାହାଙ୍କୁ ଲକ୍ଷ୍ୟ ଦେବଗଣ ଭୂତ ଇନ୍ଦ୍ରିୟଙ୍କ କାରଣ। ଅଧିଦେବତା ଅଧିକାରେ ପ୍ରାଣୀଙ୍କ ବିଷୟ ଗୋଚରେ। ଦେବା ଉଚୁ କର ଅଞ୍ଜଳି ଶିରେ ଦେଇ ଭାବେ ବୋଲନ୍ତି କୃଷ୍ଣ ଚାହିଁ। ଭୋନାଥ ନମୁତ ପୟରେ ପ୍ରସନ୍ନ ଜନ ଦୁଃଖ ହରେ। ଯାପାଦ ପଦ୍ମେ ଆଶ୍ରା କରି ସଂସାରୁ ତରନ୍ତି ସଂସାରୀ। ସେ ଧାତା ତୋର ମାୟା ବଳେ ଅଶେଷ ଜନ୍ତୁ ଏ ଶୈଳେ। ସେ ସଂସାରୁ ତରି ଯାଆନ୍ତି କେବେ ହେଁ ଭ୍ରମେ ନ ପଡ଼ନ୍ତି। ଏଣୁ ତ ପାଦ ସେବା ଅର୍ଥେ ଆମ୍ଭେ ରହିବୁ ଏ ଜଗତେ। ତ ମୁଖ ପଦ୍ମ ଛାୟା ପ୍ରାୟ ଯେମନ୍ତ ପକ୍ଷୀଙ୍କ ଆଶ୍ରୟ। ନିଶ୍ଚୟ ପ୍ରାୟ ଘୋର ବନେ ଆଶ୍ରା କରନ୍ତି ମୁନି ଜନେ। ସେ ମୁନି ମାନଙ୍କ ଚରଣେ ସମ୍ପୂର୍ଣ୍ଣ ଅଧମ ରକ୍ଷଣେ। ସେ ପାଦ ଧୋଇ ତୀର୍ଥ ଜଳେ ସ୍ୱଭାବେ ପିଅନ୍ତି ନିଶ୍ଚଳେ। ଏ ଯେଣୁ ତୋହର ଚରଣେ ହୃଦେ ଭାବନ୍ତି ଅନୁକ୍ଷଣେ। ଜ୍ଞାନ ବୈରାଗ୍ୟ ମନେ ଚିନ୍ତି ତୋ ପାଦ ହୃଦେ ଆରୋପନ୍ତି। ଭୋନାଥ ଗୃହ ଅନ୍ଧକୂପେ ପ୍ରାଣୀ ପଡ଼ନ୍ତି ଘୋର ଦୁଃଖେ। ମୋହି ମୋହର ବୋଲି ଗ୍ରାସୀ ଦୃଢ଼େ ବାନ୍ଧନ୍ତି ମୋହ ଫାସି। ଦୃଢ଼ ବନ୍ଧନେ ବିଷାଦ ହେଳେ ଖଣ୍ଡଇ ତା ବିପଦ। ଅଶାନ୍ତି ଇନ୍ଦ୍ରଗଣ ବଳେ ହୃଦୟ ନୟନ ନିଶ୍ଚଳେ। ଅସାର ପଥେ ଯେ ଦେଖନ୍ତି ଯେ କଳ୍ପ ସମ୍ବାଦ ବିଭୂତି। ତା କଥା ସୁଧା ରସ ପାନ ପ୍ରବୋଧି ଭକ୍ତି ଦିବ୍ୟମାନ। ବୈରାଗ୍ୟ ଶାନ୍ତି ଯେ ମଣନ୍ତି ନିର୍ଭୟେ ବିଷ୍ଣୁ ଏକା ଥାନ୍ତି। ଅପରେ ଯେତେ ମୁନି କୂଳେ ଆତ୍ମା ବିୟୋଗ ସ୍ନେହ ମେଳେ। ତୋର ପ୍ରକୃତି ମୁଖେ ତରି ତା ପାଦ କମଳ ଆବରି। ତୋର ସେବାରେ ଶ୍ରମ ତୁଟେ ଅଶେଷ ମାୟା ବନ୍ଧ ପିଟେ। ଲୋକେ ସର୍ଜିବା ଅର୍ଥେ ତୁଇ ଆତ୍ମାକୁ ଆପଣେ ବିଆଇ। ତ୍ରିଗୁଣ ଆତ୍ମା ବନ୍ଧ ଦେଇ ଆତ୍ମାକୁ ସର୍ଜୁଥାଉ ତୁଇ। ଆମ୍ଭେ ବିମୁକ୍ତ ଭାବେ ଥିଲେ ତୋ ପାଦେ ଛାଡ଼ିବୁ କି ବୋଲେ। ଯେମନ୍ତ ଯଥା କାଳେ ବଳି ତୋ ପାଦ ଦେଇ ବନ ମାଡ଼ି। ଶରଣ ରକ୍ଷଣ ତୋ ଚିତ୍ତ ତୋ ପାଦେ ସେବୁ ଅବିରତ। ତୁ କୂଟ ସ୍ଥିତି ଆଦି ହରି ମାୟା ପୁରୁଷ ରୂପ ଧରି। ତୋ ଶକ୍ତି ଗୁଣ କର୍ମ ବଳେ ଆସକ୍ତି ଗର୍ଭେ ଯେ ନିଶ୍ଚଳେ। ଅମୋଘ ବୀର୍ଯ୍ୟ ନାମ ଥୋଇ ସୃଷ୍ଟି ସର୍ଜନା କରୁ ତୁଇ। ତୋହର ତହୁଁ ଆମ୍ଭେ ଜାତ ଶାନ୍ତି ପ୍ରମୁଖ ଜଗନ୍ନାଥ। ତୋ ଆଜ୍ଞା ଶିରେ ଘେନି ଭାବେ କହ କି କରିବୁଟି ଏବେ। ଆମ୍ଭଙ୍କୁ ଦିବ୍ୟ ଚକ୍ଷୁ ଦେଇ ତୋର ବ୍ୟାପରେ ରଖ ନେଇ। ହେମନ୍ତ ଦେବଙ୍କ ବଚନ ଶୁଣି ସନ୍ତୋଷ ଭଗବାନ। ସେ ହରି ଚରଣ ବିଶ୍ୱାସେ ଭଣଇ ଜଗନ୍ନାଥ ଦାସେ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣ ପରମାଂଶ ସଂହିତାଏ 82 ତୃତୀୟ ସ୍କନ୍ଧେ ବିଦୁର ମୈତ୍ରେୟ ସମ୍ବାଦେ ଏକାନ୍ତ ଭାବନା ନାମ ପଞ୍ଚମ।